जय जगन्नाथ। आज ना क्लास रे पिला मानक पढ़ाइला बेले गोटे टॉपिक पढ़ाउथिले सेटा थिला हमर जंगल संपद। आ से जंगल संपद टॉपिक रे थिला जंगल हमर पई काहे कि जरूरी, जंगल रु हमें कोन पाउचे, पशु पक्षी गछ लता से माने आश्रय पाउछंती, मूर्तिका क्षय रोकी होउची, जलस्तर वृद्धि पाउची, एमती बहुत किछि थिला। किंतु से जंगल संपद पढ़िबा समय पिला माने प्रश्न पचारिथिले ए जंगल संपद हमर कोन होउची ସେଇଟା ତ ସେମାନେ ବୁଝିଗଲେ, କିନ୍ତୁ ଆଉ ଗୋଟେ ପ୍ରଶ୍ନ ସେମାନଙ୍କର ଅବୁଝା ରହିଯାଇଥିଲା। ମୁଁ ସେମାନଙ୍କୁ ବୁଝେଇ ଦେଇଥିଲି, କିନ୍ତୁ ଭାବୁଛି ଏ ପ୍ରଶ୍ନଟା ବି ସମସ୍ତେ ବି ଜାଣିବା ଦରକାର। ପିଲାମାନେ ପ୍ରଶ୍ନ ପଚାରିଥିଲେ ଯଦି କେବଳ ଖାଲି ବାଘଙ୍କ ସଂଖ୍ୟା ବଢ଼ିଯିବ କ'ଣ ହେବ, ଆଉ କେବଳ ଖାଲି ଯଦି ହରିଣଙ୍କ ସଂଖ୍ୟା ବଢ଼ିଯିବ କ'ଣ ହେବ, ସେଇଟା ମୁଁ ତାଙ୍କୁ ସହଜରେ ବୁଝେଇ ଦେଇଥିଲି। ଯଦି କେବଳ ଖାଲି ବାଘଙ୍କ ସଂଖ୍ୟା ବଢ଼ିଯିବ ତେବେ ତାହେଲେ ତୃଣଭୋଜୀ ପ୍ରାଣୀମାନଙ୍କୁ ସେମାନେ ମାରି ଖାଇଯିବେ। ଆଉ ତୃଣଭୋଜୀ ପ୍ରାଣୀମାନଙ୍କୁ ଯଦି ସେମାନେ ମାରିକିରି ଖାଇଗଲେ, ଗଛ ଲତା ନ ରହିଲା, ଆମର ପରିବେଶ ନଷ୍ଟ ହେଇଯିବ, ଆମେ ଖାଦ୍ୟ ବସ୍ତ୍ର ବାସଗୃହ ପାଇଁ ଗଛଠାରୁ କୌଣସି ବି ଉପକାର ପାଇପାରିବା ନାହିଁ, ଅମ୍ଳଜାନ ପାଇବାନି। ତା ସହିତ ଆମର ଏଇ ଜଙ୍ଗଲ ସମ୍ପଦ ଆଉ ତୃଣଭୋଜୀ ପ୍ରାଣୀ ଆଉ ଯେଉଁମାନେ ରହିଛନ୍ତି ମାଂସାଶୀ ପ୍ରାଣୀ ସେମାନଙ୍କୁ ନେଇ ଆମର ଗୋଟେ ଛୋଟ ସୁନ୍ଦର ଗପଟିଏ ରହିଛି। ସେ ଗପଟା ହେଉଛି ଏମିତି କି ଯେ ଗୋଟେ ଜଙ୍ଗଲ ଥିଲା, ଆଉ ସେ ଜଙ୍ଗଲରେ ପଶୁପକ୍ଷୀ ସମସ୍ତେ ରହୁଥିଲେ। ଯେଉଁ ଜଙ୍ଗଲ ଥାଏ, ଜଙ୍ଗଲରେ ଆମେ ଆମ ମାନ୍ୟତା ଅନୁସାରେ ମାନୁଛେ ଯେ ଜଙ୍ଗଲରେ ସିଂହକୁ ରାଜା କରାଯାଇଥାଏ। ଜଙ୍ଗଲରେ ସିଂହ ରାଜା ଥିଲା, ଆଉ ସେ ଜଙ୍ଗଲରେ ଥିଲେ ବହୁତ ହାତୀ ପଲ ବି ଥିଲେ। ହାତୀମାନେ ଆକାରରେ ତ ବହୁତ ବଡ଼ ଥାଆନ୍ତି। ଥରେ ଜଙ୍ଗଲର ଯେଉଁ ମାଙ୍କଡ଼ ମାନେ ଥିଲେ, ସେ ମାଙ୍କଡ଼ ମାନେ କ'ଣ କଲେ ନା, ଯେତେବେଳେ ଡାଳକୁ ଡାଳ ଡେଉଁଥିଲେ ନା, ହାତୀମାନେ ଡାଳ ତ ଭାଙ୍ଗିକିରି ଖାଆନ୍ତି, ଡାଳପତ୍ର ଖାଆନ୍ତି, ତ ମାଙ୍କଡ଼ ମାନଙ୍କୁ ବହୁତ ଅସୁବିଧା ହେଲା। ଖେଚଡ଼ା ମାଙ୍କଡ଼ ଥିଲେ ଯେଉଁମାନେ ବଦମାସ ମାଙ୍କଡ଼ ଥାଆନ୍ତି, କାହିଁକିନା ଏତେ ବଡ଼ ଜଙ୍ଗଲ ପଡ଼ିଥିଲା, କିନ୍ତୁ ସେମାନେ କହୁଥିଲେ ଆମେ କେବଳ ଏଇ ଗଛରେ ଡେଇଁବୁ ଆଉ ଏଇ ଗଛରୁ ଡାଳପତ୍ର ଭଙ୍ଗା ହେବନି। କିନ୍ତୁ ହାତୀ ପଲ ଯେଉଁ ବାଟ ଦେଇ ଯାଆନ୍ତି, ସେମାନଙ୍କୁ ଯେଉଁଠି ଖାଦ୍ୟ ମିଳେ ସେମାନେ ଡାଳପତ୍ର ଭାଙ୍ଗି ଖାଆନ୍ତି, ନୁହନ୍ତି ଯେ ପର୍ଟିକୁଲାର ଗୋଟେ ଗଛରୁ ଭାଙ୍ଗନ୍ତି। ତ ସେମାନଙ୍କ ଗଛ ବି ସେମିତି ଭାଙ୍ଗି ଯାଇଥିଲା ଥରେ ଡାଳପତ୍ର କିଛି। ସେମାନେ ଆସି ରାଜାଙ୍କ ଆଗରେ ଚୁଗୁଲି କଲେ, ରାଜାଙ୍କ ଆଗରେ ଚୁଗୁଲି କରିକିରି କହିଲେ, ରାଜା ଦେଖନ୍ତୁ, ଆଉ ଏଇ ଯେଉଁ ହାତୀମାନେ ସବୁ ରହିଛନ୍ତି ଏମିତି ଜଙ୍ଗଲର ଗଛ ସବୁ ଭାଙ୍ଗି ଦେଉଛନ୍ତି, ଇଏ କରୁଛନ୍ତି, ଆଉ ଏ ହାତୀମାନଙ୍କୁ ଯଦି ନ ମାରିଦେବା ତାହେଲେ ଆମ ସମସ୍ତଙ୍କ ଜୀବନ ବିପଦରେ। ସେ ଏମିତି କହିକିରି କଥାଟାକୁ ଏମିତି ମିଛ ଭାବରେ ପ୍ରକଟ କଲା ଯେମିତିକି ତା କଥାରେ ଜଙ୍ଗଲର ସବୁ ଜୀବଜନ୍ତୁ ରାଜି ହେଇଗଲେ। ଆଉ ସମସ୍ତେ ବି ରାଜାଙ୍କ ପାଖରେ ଗୁହାରି କଲେ। ରାଜା କହିଲେ ଠିକ୍ ଅଛି, ମୁଁ ଯେତେବେଳେ ରାଜା ତ ପ୍ରଜାମାନଙ୍କର ସୁରକ୍ଷା କରିବା, ତାଙ୍କ କଥା ଶୁଣିବା ମୋ କର୍ତ୍ତବ୍ୟ। ତେଣୁକରି ରାଜା କ'ଣ କଲେ ନା, ସେ ମାଙ୍କଡ଼କୁ ଡାକିଲେ, ଆଉ ତାଙ୍କର ଯେଉଁ ମନ୍ତ୍ରୀ ଥିଲା, ମନ୍ତ୍ରୀ ବିଲୁଆକୁ ଡାକିଲେ। ବିଲୁଆ ତ ବହୁତ ଚାଲାକ, କିନ୍ତୁ ବୁଦ୍ଧି କିଏ ଦେବ? ବିଲୁଆ କହିଲା ଯାହା କାର୍ଯ୍ୟ ହେବ ମୁଁ କରିଦେବି, କିନ୍ତୁ ମୋ ମନ କାହିଁ ମାନୁନି ହାତୀମାନଙ୍କୁ ମାରିବା ପାଇଁକି। କିନ୍ତୁ ମାଙ୍କଡ଼ ଆଉ ଅଲଗା ପଶୁପକ୍ଷୀ ଏମିତି ଅଳି କଲେ ଯେ ବାଧ୍ୟ ହୋଇକି ବିଲୁଆ ବି ରାଜି ହେଲା। ଆଉ ସେମାନେ ସମସ୍ତେ ମିଶି ପ୍ଲାନିଂ କଲେ ଯେ ଯେଉଁ ହାତୀ ଡାଳପତ୍ର ଭାଙ୍ଗୁଥିଲେ ଯେଉଁ ପଲଟା, ତାଙ୍କୁ କିଛି ଗୋଟେ ମିଛ କହିକିରି ପଙ୍କ ଗାଡ଼ିଆରେ ପକେଇଦେବେ। ଠିକ୍ ସେମିତି ହେଲା। ସେଇ ହାତୀ ପଲଙ୍କୁ ଯାଇକିରି ଗୋଟେ ମାଙ୍କଡ଼ କହିଲା ଆଉ ହାତୀ ଭାଇ ରାଜା କହିଛନ୍ତି ନା ପଦ୍ମ ଫୁଲ ନେବା ପାଇଁକି ତାଙ୍କର ଭାରି ଇଚ୍ଛା ଅଛି। ଆଉ ଆମ ଜଙ୍ଗଲର ଯେଉଁ ଶେଷ ପ୍ରାନ୍ତରେ ଯେଉଁ ବଡ଼ ପୋଖରୀଟା ଅଛି, ସେଇଠି ଯେଉଁ ସୁନ୍ଦର ପଦ୍ମ ଫୁଲ ଫୁଟିଛି, ଆଉ ପୋଖରୀ ମଝିରେ ଯେଉଁ ପଦ୍ମ ଫୁଲଟା ଅଛି, ସେଇ ଫୁଲଟି ହିଁ ତାଙ୍କର ଦରକାର। ରାଜାଙ୍କର କ'ଣ ଶରୀର ଅସୁସ୍ଥ ଅଛି, ଆଉ ସେଇ ଫୁଲ ଗଲେ ସେଇ ଫୁଲରେ ରାଜବୈଦ୍ୟ ଔଷଧ କରିକିରି ରାଜାଙ୍କୁ ଦେଲେ ରାଜା ଭଲ ହେବେ। ହାତୀ ଜାଣିଲା ରାଜା ଅସୁସ୍ଥ ଅଛନ୍ତି, ସେ ତ ସରଳ ମନା। ସେ କ'ଣ କଲେ, ସବୁ ହାତୀ ପଲ ଚାଲିଲେ ଫୁଲ ଆଣିବା ପାଇଁ। କିନ୍ତୁ ଯେଉଁଠୁ ଫୁଲ ଆଣିବାର ଥିଲା ଯେଉଁ ପୋଖରୀରେ, ସେ ପଦ୍ମ ପୋଖରୀ ସମ୍ପୂର୍ଣ୍ଣ ପଙ୍କରେ ଭରପୁର ଥିଲା, ଆଉ ବହୁତ ଗଭୀର ବି ଥିଲା। ତ ଯେମିତି ହାତୀ ପଲ ତା ଭିତରେ ପଶି ଯାଇଛନ୍ତି, ଯେତେ ଚେଷ୍ଟା କଲେ ବି ଆଉ ବାହାରି ପାରିଲେନି। ଆଉ ହାତୀ ଯେତେବେଳେ ନ ବାହାରି ପାରିଛନ୍ତି, ତ ତାଙ୍କ ଉପରକୁ ଡେଇଁକିରି ଯେଉଁ ବିଲୁଆ ପଲ ଥିଲେ, ସେମାନେ କ'ଣ କଲେ, ହାତୀମାନଙ୍କୁ ମାରି ଖାଇଗଲେ। ଯେତେବେଳେ ମାରି ଖାଇଗଲେ, ହାତୀ ସବୁ ମରିଗଲେ। ଏଥର ସମସ୍ତେ ଖୁସିରେ ରହିଲେ। ତାପରେ ଏମିତି ସେ ଯେଉଁ ଗଛର ଡାଳପତ୍ର ସବୁ ଧୀରେ ଧୀରେ ବଢ଼ିବାକୁ ଲାଗିଲା। ଆଉ ହାତୀ ତ ନାହାନ୍ତି, ଭାଙ୍ଗିବ କିଏ? ମାଙ୍କଡ଼ମାନେ ଭାରି ଖୁସି, ଡାଳରୁ ଡାଳ ଡେଉଁଥାନ୍ତି। ଏମିତି ଗଛପତ୍ର ଏତେ ଘଞ୍ଚ ହୋଇକିରି ଡାଳକୁ ଡାଳ ଲାଗିଲା ଯେ ମାନେ ଜଙ୍ଗଲରେ ଖରା ବି ଟିକେ ଆଉ ଦେଖାଗଲାନି। ମାଙ୍କଡ଼ଙ୍କର କିନ୍ତୁ ଭାରି ଖୁସି, ସେମାନେ ଡେଉଁଛନ୍ତି। ଏମିତି ସମୟ ଗଲା, ବର୍ଷା ଦିନ ଗଲା, ବର୍ଷା ଦିନ ଯାଇକିରି ଖରା ଦିନ ହେଲା। ଆଉ ଯେମିତି ଖରା ଦିନ ହେଲା ନା, ଖରାଦିନେ ତ ଗଛ ଡାଳରେ ଡାଳ ଘଷି ହେଲେ ନିଆଁ ବାହାରେ, ଆଉ ଉତ୍ତପ୍ତ ଥିବା ସମୟରେ ପୃଥିବୀ
ଯେତେବେଳେ ନିଆଁ ବାହାରିବ ତା ପାଖରେ ଯାହା ବି ଥିବ ସବୁ ଜଳିଯିବ। ବାୟୁମଣ୍ଡଳ ଉତ୍ତପ୍ତ ଅଛି, ତା ସହିତ ଶୁଖିଲା ଗଛ ଡାଳକୁ ଡାଳ ବାଜିକିରି ନିଆଁ ବାହାରିଲା। ନିଆଁ ବାହାରିକିରି କ'ଣ ହେଲା ନା ଗଛରେ ନିଆଁ ଲାଗିଲା। ଯେମିତି ଗୋଟେ ଗଛରେ ନିଆଁ ଲାଗିଛି, ଏମାନେ ତ ହାତୀମାନଙ୍କୁ ମାରି ଦେଇଥିଲେ, ଡାଳକୁ ଡାଳ ସବୁ ଭାଙ୍ଗି ଯାଇଥିଲା। ଯେଉଁ ଥିଲା ଭାଙ୍ଗି ନଥିଲା, ଡାଳ ଭାଙ୍ଗୁଥିଲେ ବୋଲି ହାତୀମାନେ ଡାଳକୁ ଡାଳ ସବୁ ଲାଗି ଯାଇଥିଲା। ଧୀରେ ଧୀରେ ନିଆଁ ଅତି ଜଲ୍ଦି ଅତି ଶୀଘ୍ର ସେ ଜଙ୍ଗଲ ସାରା ନିଆଁ ଖେଳିଗଲା। ଆଉ ଯେଉଁ ମାଙ୍କଡ଼ ବିଲୁଆ ମାନେ ଏଇ ଯେଉଁ ଷଡ଼ଯନ୍ତ୍ର କରି ହାତୀମାନଙ୍କୁ ମାରିଥିଲେ ସେମାନେ ବି ସମସ୍ତେ ମଲେ, ଆଉ ଜଙ୍ଗଲ ବି ନଷ୍ଟ ହେଲା। ତ ଏଇ ଗପର ତାତ୍ପର୍ଯ୍ୟ ହେଉଛି ଯେ ଜୀବନରେ କେବେ ବି ନିଜର ଟିକିଏ ଛୋଟ ସୁଖ ସୁବିଧା ପାଇଁ ଅନ୍ୟର ଯେଉଁ ଅସୁବିଧା ଥାଏ କିମ୍ବା ଅନ୍ୟର ସମସ୍ୟାକୁ ନ ବୁଝି ତାକୁ ଦୋଷ ଦେଇଦେବା ଠିକ୍ ନୁହେଁ। ଯେମିତିକି ମାଙ୍କଡ଼ମାନେ ଗୋଟିଏ ଗଛ ଡାଳରେ ଡେଉଁଥିଲେ, କିନ୍ତୁ ସେମାନଙ୍କର ସେଇ ଗଛର ଡାଳପତ୍ର ହାତୀମାନେ କୌଣସି ଅକ୍ରୋଶମୂଳକ ଭାବରେ ଭାଙ୍ଗି ନଥିଲେ, ସେମାନେ ଖାଦ୍ୟ ପାଇଁ ଭାଙ୍ଗିଥିଲେ। ଆଉ ସେମାନେ ଯୁଆଡ଼େ ଯାଆନ୍ତି ଖାଦ୍ୟ ଖାଆନ୍ତି। ଆଉ କିନ୍ତୁ ସେଇ ମାଙ୍କଡ଼ କ'ଣ କଲେ ନା ହାତୀମାନଙ୍କୁ ମାରିବା ପାଇଁ ଚକ୍ରାନ୍ତ କଲେ। ହାତୀ ତ ମଲେ, ତା ଦେହରେ ଏ ମାଙ୍କଡ଼ ମଲେ, ବିଲୁଆ ମଲେ, ସମସ୍ତେ ମଲେ, ଜଙ୍ଗଲ ପୋଡ଼ିଗଲା। ଆଉ ପରିବେଶ ପରିସଂସ୍ଥାର ଯେଉଁ ନିୟମ, ସମସ୍ତେ ପରିବେଶର ନିୟମ ଅନୁସାରେ ଚାଲୁଛନ୍ତି। ହାତୀମାନେ ଯଦି ରହିଛନ୍ତି, ସେମାନେ ଡାଳପତ୍ର ଯଦି ଭାଙ୍ଗିଥାନ୍ତେ ଖାଇଥାନ୍ତେ, ତାହେଲେ ଗଛକୁ ଗଛ ଲାଗାଲାଗି ହେଇକି ରହିନଥାନ୍ତା କିମ୍ବା ଏତେ ନିଆଁ ଲାଗିନଥାନ୍ତା। ଆଉ ହାତୀମାନେ ଯଦି ବି ଥାନ୍ତେ, ସେମାନେ ମଧ୍ୟ ଶୁଣ୍ଢରେ ପାଣି ଆଣିକିରି ପକାଇବାରେ ସାହାଯ୍ୟ କରିଥାନ୍ତେ। ତେଣୁକରି ଏ ହେଉଛି ଆମର ପରିସଂସ୍ଥା, ଜଙ୍ଗଲ ସମ୍ପଦ, ବନ୍ୟପ୍ରାଣୀ। ଆଉ ତା ସହିତ ନୀତି ଶିକ୍ଷା ଏଇଟା ମିଳୁଛି ଯେ ସମସ୍ତେ ସମସ୍ତଙ୍କୁ ସାହାଯ୍ୟ ସହଯୋଗ କରିବା ଦରକାର। ନିଜର କୌଣସି ଗୋଟେ ଛୋଟିଆ ସ୍ୱାର୍ଥ ପାଇଁ ଅନ୍ୟର ଅସୁବିଧାକୁ ନ ବୁଝି ତାକୁ ଦୋଷ ଦେଇ ଏମିତି କିଛି ପଦକ୍ଷେପ ନେଇଯିବାନି ଯେମିତିକି ମାଙ୍କଡ଼ ହାତୀକୁ ମାରିଦେଲା କିନ୍ତୁ ଆଉ ହାତୀ ଫେରି ଆସିଲାନି, ସମସ୍ତେ ମଲେ। ଏମିତି କିଛି ପଦକ୍ଷେପ ନେବା ନାହିଁ ଯେଉଁ ପଦକ୍ଷେପ ଦ୍ୱାରା ଜୀବନରେ ଆଉ ଅନୁଶୋଚନା କରିବାକୁ ବି ସମୟ ନଥିବ। ତ ଏଇଟା ହିଁ ଥିଲା ଆମର ଜଙ୍ଗଲ ସମ୍ପଦ, ପରିବେଶ ଆଉ ବନ୍ୟପ୍ରାଣୀମାନେ କିଭଳି ଭାବରେ ପରସ୍ପର ନିର୍ଭରଶୀଳ।